ଭୋଟ ରାଜନୀତି ନୁହଁ, ଇଏ ହେଉଛି ଗୋଟା ନୀତି ରହିଛି। ଏ ନୀତି ସାଧାରଣ ନୀତି ନୁହଁ। କହିଲା ମହାଭାରତରେ ଆଉ ଓଳିଏ ଯେଉଁ ଖେଳଟି ଅଛି ସେ ଖେଳଟା ଏଇଠି ହେବ। ପାଣ୍ଡିଆନକୁ ଆମେ ସମସ୍ତେ ଗାଳି କରୁଛେ, ସମସ୍ତେ ଦେଖିବ ତାଙ୍କୁ ବିରୋଧ କରୁଛନ୍ତି। ପାଣ୍ଡିଆନ କିଏ ଜାଣିଛି ପାରୁଛ? ପାଣ୍ଡିଆନ ହେଲା ଅପରାଜିତା ଷଡ଼ଙ୍ଗୀର ହେଲା ନଣନ୍ଦେଇ। ଅପରାଜିତା ଷଡ଼ଙ୍ଗୀ ହେଉଛି ଓଡ଼ିଶାର ବୋହୂ, ପାଣ୍ଡିଆନ ହେଲେ ଓଡ଼ିଶାର ଜ୍ୱଇଁ। ତା ନଣନ୍ଦ ହେଲା କିଏ? ଅପରାଜିତାର ନଣନ୍ଦ ହେଲା ସୁଜାତା। ତେଣୁ ଓଡ଼ିଶାର ଝିଅକୁ ଯେତେବେଳେ ବାହା ହେଇଛି ପାଣ୍ଡିଆନ, ତେଣୁ ଓଡ଼ିଶାର ସିଏ ଜ୍ୱଇଁ। ତେଣୁ ଏଇଭଳି ଦ୍ୱାପର ଯୁଗରେ ଥିଲା ଗୋଟା ଲୀଳା। 100 ଭାଇ କୌରବଙ୍କର ଗୋଟିଏ ଭଉଣୀ ଥିଲା। ଗୋଟିଏ ଭଉଣୀ କି ବାହା ହେଇଥିଲା କିଏ? ନା ଯେଉଁ ଭଉଣୀ କି ବାହା ହେଇଥିଲା ଜୟଦ୍ରଥ। ଆଉ ଜୟଦ୍ରଥ ବାହା ହେଇଥିଲା ଦୁଶୀଳାକୁ। କିନ୍ତୁ ବିରୋଧ ହେଇଥିଲେ କିଏ? ନଣନ୍ଦ ଆଉ ନଣନ୍ଦେଇ। ଜୟଦ୍ରଥ ସାଙ୍ଗରେ ଦ୍ରୌପଦୀର ଭଲ ପଡ଼େନି। ସେଥିପାଇଁ ଦ୍ରୌପଦୀର ଅପମାନ ଯେଉଁ ଜୟଦ୍ରଥ କରିଥିଲା, ସେ କହିଲା ଧର୍ମରାଜ ତୁମେ ବିଚାର କର। ଧର୍ମେନ୍ଦ୍ରକୁ କହିଲେ, ଧର୍ମରାଜ ଯୁଧିଷ୍ଠିରକୁ। ସେ କହିଲେ କ'ଣ କରିବା? ତମେ ଦ୍ରୌପଦୀ ଯାହା କହିବ ତାଙ୍କୁ ଜୟଦ୍ରଥକୁ ସେଇଆ ଦଣ୍ଡ ମିଳିବ। ଚୌଦ୍ୱାର ଦେଲେ ନାହିଁ। ସିଏ ଏତେବେଳେ କଥା କହୁଛି ଦ୍ୱାପର ଯୁଗରେ। ସେ କହିଲେ ଆକୁ 5 ବେଣ୍ଟିଆ କରିକି 5ଟା ଜାଗାରୁ ଏମିତି ଛୁଟି ରଖିକି କାଟିକି ଛାଡ଼ିଦିଅ। ଜୟଦ୍ରଥ କ'ଣ କରିଥିଲା? ଭୀମ କ'ଣ କଲା? ଯେତେବେଳେ ତା ଚୁଟିକି ଏମିତି ରାମ୍ପି ଦେଇକି 5ଟା କୁଦ ରଖିଦେଲା ବାଳ, ସିଏ କ'ଣ କଲା ନା ଅପମାନ ପାଇଲା। କହିଲା ଆଉ ଦୁର୍ଯ୍ୟୋଧନକୁ ଭେଟ କରିପାରିବନି। ଆଉ ସିଏ ରାଜ୍ୟକୁ ନ ଫେରିକି ଗଲା ଭାରି ଅଜ୍ଞାତ ବନବାସ ଯାଇକି ସେଠି ତପସ୍ୟା କଲା। ଶିବ ବଳେ ବଳିଆନ ହେଲା। କହିଲା ମୁଁ ଗୋଟିଏ ଦିନ ଏଇ ପାଣ୍ଡବମାନଙ୍କୁ ହରେଇବି। ତେଣୁ ସେଇ ଗୋଟିଏ ଦିନ ସିଏ ପାଣ୍ଡବମାନଙ୍କୁ ହରେଇଥିଲା, ଯେଉଁଦିନ ଅଭିମନ୍ୟୁ ମରିଥିଲା। ତେଣୁ ଏଇ ଓଡ଼ିଶା ରାଜନୀତିରେ ତାକୁ ଯଦି ଆଣିକି ଥୋଇଦେବା ନା, ପାଣ୍ଡବମାନେ ସଂଖ୍ୟା ହେଉଛି 5 ବା ଲଘିଷ୍ଠ ଛୋଟ। ତାହେଲେ ଛୋଟ କିଏ? ପଦ୍ମ। ଗରିଷ୍ଠ କିଏ ଅଛନ୍ତି? ମାନେ ଦୁର୍ଯ୍ୟୋଧନ ଭଳିଆ ବଡ଼ ବଂଶ, ବିଜେଡି। ତାହେଲେ ଏଠି ଦୁଃଶୀଳା କିଏ? ଜୟଦ୍ରଥ କିଏ? ଦ୍ରୌପଦୀ କିଏ? ଧର୍ମଦେବତା କିଏ? ଅର୍ଜୁନ କିଏ? ଭୀମ କିଏ? ଏଇଠି ସେଇଠି ଏଇଠି ମହାଭାରତ ଯୁଦ୍ଧ ହେବ, ଏଇ ବିରାଟ କ୍ଷେତ୍ରରେ, ଆଉ ଏଇ ଓଡ଼ିଶା ମାଟିରେ ଏଇଠି ହେବ। ଯେତିକ ମନ୍ତ୍ରୀ, ଏମଏଲଏ, ଏମପି ଠୁ ଧରି ପ୍ରଧାନମନ୍ତ୍ରୀଠୁ ମୁଖ୍ୟମନ୍ତ୍ରୀ ଯାକେ ଏମାନେ ସବୁ ଗୋଟେ ଗୋଟେ ଦେବପୁରୁଷ। ଏ ସାଧାରଣ ଲୋକ ନୁହନ୍ତି। ସେ କାଉନସିଲରଟା ହେଉନା କାହିଁକି, ସବୁ ଦେବପୁରୁଷ। ସେ ଜନ୍ମ ଜନ୍ମ ଚକ୍ରରେ ପଡ଼ି ପଡ଼ି ଆସିଛନ୍ତି। ତାଙ୍କର ସଦାବେଳେ ଏଇ ଆସନ ଅଛି। ସାଧାରଣ ଲୋକ ଜଣେ ଚାହିଁବ ମୋତେ କିଏ ଭୋଟ ଦେଇଦେବ, ମୁଁ ଗୋଟେ କାଉନସିଲର ହେଇଯିବି ବା ଗୋଟେ ସରପଞ୍ଚ ହେଇଯିବି। ନା, କହିଲା ପୂର୍ବ ଜନ୍ମର ସ୍ୱୀକୃତ ଯାହାଟି ଥିବ, ସ୍ୱୀକୃତି ଯଦି ନଥିବ ପୂର୍ବ ଜନ୍ମରୁ, ଏ ଜନ୍ମରେ ସେ ରାଜସିଂହାସନ ଆହରଣ କରିପାରିବ ନାହିଁ। କିନ୍ତୁ ଆମେ ଏଠି ଜାଣିପାରୁନେ ନା, ଏ ଜୀବନ ଚକ୍ର ଭିତରେ ଯାହା ନାଟ ଚାଲିଛି ଅବିକା, ଯେଉଁ ଗୋଳ ରହିଛି, ଇଏ ଏ ଗୋଳ ନୁହଁ। କହିଲା ସତ୍ୟରେ ଥିଲା ଗୋଳ, ତ୍ରେତୟରେ ଥିଲା ଗୋଳ, ଦ୍ୱାପରରେ ବି ଥିଲା ଗୋଳ, ଦ୍ୱାପର ପରେ ବର୍ତ୍ତମାନ ସେଇ କଳିରେ ଚାଲିଛି କଳି ଗୋଳ।
କଳି ଶେଷେ ସତ୍ୟ ଉପୁଜିବ, ଅନନ୍ତ କେଶରୀ ରାଜା ହୋଇବ। ବର୍ତ୍ତମାନ ଅନନ୍ତ ଚାଲିଲା, ଅନନ୍ତ ପରେ କହିଲା ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଜାର ଦେଇ। ଅଣ ଅକ୍ଷର ଆସିନି, ଅଣ ଅକ୍ଷର ଆସିବ ଯାଇକି, ଅବିକା ଚ ଅକ୍ଷରରେ ଚାଲିଛି, ଅ ଅକ୍ଷର ଆସିଲା ବେଳକୁ 28-29 ଅଛି। ତେଣୁ ଅବିକା କିନ୍ତୁ 2.5 ବର୍ଷ ଅରାଜକତା ହେବ, ଗୋଳ ଯୁଦ୍ଧ ଚାଲିବ। 2.5 ବର୍ଷ 24ରୁ 25, 25ରୁ 26, 26 ଅଧା ଯାକେ 2.5 ବର୍ଷ ଏଠି ଅରାଜକତା ହେବ। ରାଜର ଠିକ୍ କିଛି ସୀମା ରହିବନି। ଲୋକମାନେ ଯାହାକୁ ଦେଇଥିବେ ଭୋଟ ସିଏ ଆଉ ଶୁଣିବେନି। କରୋନା ଠାରୁ ମହା ବିପତ୍ତି ଆସିବ। କରୋନାରେ ଯେମିତି MLA MP ମାନେ ସବୁ ଚୁପ୍ ହେଇକି ଘରେ ବସିଗଲେ, ସେମିତି ଇଏ ଭୋଟ ପାଇକି ମାନେ ଚୁପଚାପ ହେଇକି ଘରେ ବସିବେ। ପ୍ରଜାମାନେ ହନ୍ତସନ୍ତ ହେବେ। ଜଳ ସ୍ଥଳ କିଛି ମିଳିବନି, ଗଛର ଛାଇ ବି ମିଳିବନି। ଏମିତି ବେଳ ହେବ ଏଇ 2.5 ବର୍ଷ। ଏଇଟା ଧ୍ରୁବ ସତ୍ୟ। ଲୋକମାନେ ଜାଣିନାହାନ୍ତି କରୋନା ଠାରୁ ମହା ବିପତ୍ତି ଆସିବ। କରୋନା ବେଳେ MLA MP ମାନେ କୁଆଡ଼େ ଗଲେ? କେହି ଶୁଣିଲେନି। ସେମିତି କେହି ଶୁଣିବେନି। ବର୍ତ୍ତମାନ ଦେଖୁନ 2023ରେ ଯେତିକ MLA MP ଥିଲେ କୁଆଡ଼େ ଗଲେ? ଗୋଟିଏ ଲୋକ ପାଣ୍ଡିଆନ ରାଜ୍ୟକୁ ବିକାଶ କଲେ, ପାଇଖାନା କେତେ କଲେ, ହଗିବେ କେମିତି ଲୋକ ଚିନ୍ତା କରିଲେ। ଖାଇବା କଥା ଚିନ୍ତା ହେଲାନି, ହଗିବାଟା ଆଗ ଚିନ୍ତା ହେଇଗଲା। ରାସ୍ତାଘାଟ କରିଦେଲେ, ଲୋକମାନେ ଯିବେ। ମୋ ବସଠୁ ଧରିକି ଲକ୍ଷ୍ମୀ ବସ୍ ପର୍ଯ୍ୟନ୍ତ ଚାଲିଲା। ଏଥିରେ ବିକାଶ ହେଇଛି। କେତେଟା କୋଲ୍ଡ ଷ୍ଟୋର କରିଛନ୍ତି ଖାଦ୍ୟ ସଞ୍ଚିକି ରଖିବା ପାଇଁ। କେତେଟା ଚୌଦ୍ୱାର 8ଗଡ଼ ସର୍କୁଲାର ଭିତରେ, ଟାଙ୍ଗୀ ଚୌଦ୍ୱାର ବ୍ଲକ ଭିତରେ ବହୁତ ମିଲ୍ ଥିଲା। ଏପଟେ ନୂଆପାଟଣା ତିଗିରିଆ ସେକର ସାଇଡ଼ରେ ଗୁଡ଼ାଏ ମିଲ୍ ଥିଲା। ସୂତା ନୂଆପାଟଣା ଫେମସ୍ ଥିଲା। ଆଉ ବର୍ତ୍ତମାନ ଲୁଗା ସକାଶେ ବର୍ତ୍ତମାନ ନବୀନ ବାବୁ ଲୁଙ୍ଗି ପିନ୍ଧିକି ବୁଲିଲେଣି। ଯେଉଁଠି ତାଙ୍କ ବାପା 12 ହାତିଆ ଧୋତି ପିନ୍ଧୁଥିଲେ, ନବୀନ ବାବୁ ଅବିକା ଗୋଲେଇ ଲୁଙ୍ଗି ପିନ୍ଧିକି ବୁଲିଲେଣି। ନବୀନରୁ ନବୀନ ଓଡ଼ିଶାରେ ସେ କ'ଣ ଗୋଟେ ଲୁଙ୍ଗି ଡ୍ୟାନ୍ସ କରିବେ କି କ'ଣ କରିବେ, ଲୁଙ୍ଗି ପିନ୍ଧିଲେଣି। ଇଏ ଆମ ଓଡ଼ିଶାର ଓଡ଼ିଆ ପରମ୍ପରା ମାନ ସବୁ ନଷ୍ଟ ହୋଇଯିବ, କିଛି ରହିଲାନି। ଏ ଗୋଳ ଅଛି, ୟାକୁ କେହି ଜାଣିପାରୁନାହାନ୍ତି। ଗୋଳ ହେବ। ଓଡ଼ିଶାର ଯେଉଁ ରାଣୀ ଯାଇଛନ୍ତି, ସିଏ ୟାକୁ ଅଧାରୁ ସବୁ ନଷ୍ଟ ହେଇଯିବ। ଯଦି ବିଜେଡ଼ି ଆସିବ, ଯଦି ସଂଖ୍ୟା ଗରିଷ୍ଠତା ନେଇକି ଆସିଲେ ବି ବିଜେଡ଼ିରେ ଗୋଳ ହେଇଯିବ। 30-35 ଜଣ ୱିଡ୍ର କରିଦେବେ ବିଜେଡ଼ିରୁ, ଯାଇକି ବିଜେପିରେ ମିଶିବେ। ନୂଆ ସଂଗଠନ ତିଆରି ହେବ, ବିଜେପିରେ ଯାଇ ମିଶିବେ ସମସ୍ତେ। ଯେମିତି ମହାଭାରତ ଯୁଦ୍ଧ ବେଳେ ପଚରା ହେଉଥିଲା, କିଏ ଦୁର୍ଯ୍ୟୋଧନ ପଟେ କିଏ ଏତେ ଜଣ ରହିବ କି ରେ, ହାତ ଟେକି ଦିଅ ପଳେଇ ଆସ। କିଏ ପାଣ୍ଡବଙ୍କ ପଟେ, କିଏ ଯେଉଁ ଧର୍ମରାଜ ପଟେ କେତେ ଜଣ ରହିବ, ପଳେଇ ଆସ, ସବୁ ଭାଗ ବଣ୍ଟା ହେବ। ଏଇଟା ହେଉଛି ସେଇ ଶେଷ ବେଳ ହେଲା। ବିଜେଡ଼ି ଆସିଲେ ମଧ୍ୟ ତାଙ୍କର ସବୁ ସରକାରରୁ ସେଠୁ ପଳେଇ ଆସିବେ, ବାହାରିଯିବେ, ଭାଙ୍ଗିଯିବ। ବେଇମାନ ଯୁଗ ଚାଲିଲା ବା। ବାପର ପୁଅ ହେଉନି, ଆଉ ଦଳରେ କିଏ ରହିବ? ଦଳରେ ତାଙ୍କର ଯେତିକି ବେନିଫିଟ୍ ହେଇଥାନ୍ତା 5 ବର୍ଷ ସରକାରରେ, ଯଦି ବିଜେପି ତାଠୁ ଅଧିକା ବେନିଫିଟ୍ ଦେଇଦେବ, ଅଟୋମେଟିକ୍ ତ ସେଆ ଢଳିଯିବେ ଆଉ। ମଣିଷ ସବୁ ଟଙ୍କାର ଗୋଲାମ, ଆଉ କ'ଣ କହୁଛ? ସତ ଅଛି ଆହୁରି ଅନେକ ଗୁପ୍ତ ହେଇକି ସବୁ ପ୍ରକାଶ ହେବ। କହିଲା ହେଲା ବୋଲି ମହି ଉଛୁଳିବେ, ହେଳାରେ କାଟିବ ଦିନ। ହେବ ଏମିତି ହଁ ଏଇଆ ହେଇଛି। ଆରେ 5 ଟଙ୍କାରେ ତୁମକୁ ଡାଲମା ଭାତ ଦେଉଛି, କେଉଁ ସରକାର? ନବୀନ ବାବୁ ଦେଉଛନ୍ତି। କାହିଁ 5 ଟଙ୍କାରେ ତେଲ ଲିଟର ନେଖା ଦେଉନାହାନ୍ତି? ଦମ ଅଛି ଯଦି କାହିଁକି ଦେଉନାହାନ୍ତି? ଆରେ ତୁମକୁ 5 ଟଙ୍କା ନେଖାରେ କ'ଣ ଟଙ୍କିକିଆ ଚାଉଳ ଦେଉଥିଲେ ବୋଲି କହିଲେଣି, ଏବେ ମାଗଣା ଚାଉଳ ଦେଉଛନ୍ତି। କ'ଣ ଏତେ ଓଡ଼ିଶାବାସୀ ଦରିଦ୍ର ସୀମା ତଳକୁ ପଳେଇଲେ? ଓଡ଼ିଶା ହେଉଛି ଧନୀ ଦେଶ, ଯେଉଁଠି ଜଗନ୍ନାଥର ଦେଶ। ସେଠି ଏତେ ଗରିବ ଅଛନ୍ତି ଯେ ମାସକୁ 5 କିଲୋ ଚାଉଳ ଦିଆହେଉଛି। 12×5 60 କିଲୋରେ ଗୋଟା କୃଷକ ବଞ୍ଚୁଛି। ଯିଏ କହିଲା ଚାଷ କାମ ଯାହାର କେଡ଼େ ସୁଖ ତାର, ଯିଏ ସୁଖ ଦେଉଛି ଜଗତକୁ,
ସିଏ 60 କିଲୋ ଚାଉଳରେ ଶୁଖି ଯାଉଛି। ଆପଣମାନେ ଖୁସି ତ? ଅପେକ୍ଷା କର ଆଉ 2.5 ବର୍ଷ, ଲେଖିକି ରଖିଦିଅ। ସାଧାରଣ ଲୋକର ଅସାଧାରଣ କଥା। ହଉ ଭାଇମାନେ, ଭିଡ଼ିଓ ହେଉଛି, ସାଙ୍ଗ ସାଙ୍ଗରେ ଆଲୋଚନା ଚାଲିଛି। ନମସ୍କାର ଭାଇ। ଦେଖିବ, ବିଚାର କରିବ। କାହାକୁ ଏଠି କଟାକ୍ଷ ନାହିଁ। ପ୍ରକୃତ ଚେତନରେ ଦେଖ, ତୁମମାନଙ୍କର ବିକାଶ ହେଇଛି ନା ବିନାଶ ହେଉଛି? ହେଇନି ଆରମ୍ଭ। ଆରେ ହେଇନି କିଛି, ଦେଖ ଆଗକୁ କ'ଣ ହେଉଛି।